বিশ্ব মৈত্রী বিধায়কম বিশ্বসেব্যং পরাত্মনং কৈবল্যানন্দদায় ভদ্রতাং ভদ্র কল্যাণী শ্রদ্ধা মেধা সরস্বতী লোকানামন্নদাতা মহালক্ষ্মী নমস্তে। পরম পূজ্যপাদ শ্রী শ্রী বরদা, পরম পূজ্যপাদ শ্রী শ্রী আচার্য দেবঙ্কর রাজপুরের কোটি কোটি প্রণাম। সমস্ত ইষ্ট পরিবারଙ୍କ ସୂର୍ଯ୍ୟଙ୍କର ଅନନ୍ତ କୋଟି ପ୍ରଣାମ। ଆଜିର এই ପବିତ୍ର ପ୍ରଭାତୀ ସତ୍ସଙ୍ଗରେ ବରେଣ୍ୟ ପରିଚାଳକ ସମସ୍ତଙ୍କର ପ୍ରିୟ ସୁଭାଷ ଭାଇ, ଶ୍ରୀ ଶ୍ରୀ ଠାକୁରଙ୍କର ପୂତ ପବିତ୍ର ପାଞ୍ଜା ଦେବୀ, ସମ୍ମାନୀୟ କର୍ମୀବୃନ୍ଦ, ପ୍ରାଣର ଗୁରୁ ଭ୍ରାତା ମାତୃମଣ୍ଡଳୀ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଜୟ ଗୁରୁ ପ୍ରୀତି ଏବଂ শুভেচ্ছা। ଆଜି ଶଙ୍ଖ ଧ୍ୱନି, ପ୍ରାର୍ଥନା, ବାଣୀ ପାଠ, କୀର୍ତ୍ତନ, ଭୋଜନ ଓ ରାସ ମାଧ୍ୟମରେ ଯୋଉମାନେ ଏଇ ଗୋଟେ ଭାବଭୂମିର ସୃଷ୍ଟି କରିଛନ୍ତି ଏ ସତ୍ସଙ୍ଗରେ, ସେମାନଙ୍କୁ ସମସ୍ତଙ୍କୁ ମୋର ଆନ୍ତରିକ କୃତଜ୍ଞତା, ଧନ୍ୟବାଦ ଏବଂ ସେମାନଙ୍କ ସମସ୍ତ ସାର୍ବିକ ମଙ୍ଗଳ କାମନା କରେ। ତତ୍ସହିତ ଯୋଉମାନେ ଇଷ୍ଟାର୍ଘ ପ୍ରଦାନ କରି ସତ୍ସଙ୍ଗ ଆୟୋଜନ କରିଛନ୍ତି, ଯେଉଁ ଉଦ୍ଦେଶ୍ୟରେ ଯୋଉ କାମନାରେ ଯେଉଁ ମଙ୍ଗଳ ପ୍ରାର୍ଥନା କରିଛନ୍ତି ଶ୍ରୀ ଶ୍ରୀ ଠାକୁରଙ୍କ ଶ୍ରୀଚରଣରେ, ସେମାନଙ୍କ ସେଇ ପ୍ରାର୍ଥନା ଠାକୁର ମଞ୍ଜୁର କରନ୍ତୁ, ତାଙ୍କର ଉଦ୍ଦେଶ୍ୟ ସଫଳ ହଉ, ପରିବାର ସପରିବେଶ ଆନନ୍ଦରେ ରୁହନ୍ତୁ, ଖୁସିରେ ରୁହନ୍ତୁ, ସର୍ବୋପରି ଦୀର୍ଘାୟୁ ହୁଅନ୍ତୁ ଏବଂ ଚିରାୟୁ ହୁଅନ୍ତୁ। ଇଷ୍ଟଙ୍କୁ ଗ୍ରହଣ କରି ଇଷ୍ଟଙ୍କୁ ଜୀବନରେ ପ୍ରତିଷ୍ଠା କରି এই জীবনକୁ ସାର୍ଥକ କରି ତୋଳନ୍ତୁ, ଏହା ହିଁ ମୋର ଶ୍ରୀ ଶ୍ରୀ ଠାକୁରଙ୍କ ପ୍ରାର୍ଥନା। ଠିକ ସମୟରେ ମୁଁ ଉପସ୍ଥିତ ହେଇପାରିଲିନି, ଗୋଟେ ବିଶେଷ କାମ ପଡିଗଲା, ଯାହା ବି ଏଥିପାଇଁ ମୁଁ କ୍ଷମା ପ୍ରାର୍ଥନା କରୁଛି। ତ ମୁଁ ଆଜିକା ଯୋଉ ଟପିକ ଦେଇଥିଲି, ମୁଁ ଭାବ ହିଁ ଭୋଗ କାରଣମ, এটা ଟିକେ ଭାବ ନଥିଲେ, ମାନସିକ ସ୍ଥିରତା ନଥିଲେ ଏହାକୁ ପ୍ରକାଶ କରିବା ବହୁତ କଷ୍ଟ। ତଥାପି ଗୋଟିଏ ଜିନିଷ, এই ଜଗତରେ ପୃଥିବୀରେ ଯାହା କିଛି ଆମେ ଦେଖୁଛୁ, ଗଛ ପତ୍ର ସୃଷ୍ଟି ଯାହା କିଛି ଦେଖୁଛୁ, ସମସ୍ତଙ୍କ ଭିତରେ ଗୋଟେ ଭାବ ଅଛି, ସମସ୍ତଙ୍କ ଭିତରେ ଗୋଟେ ଭାବ ଅଛି। ସେଇଥିପାଇଁ କୁହାଯାଏ ଭାବ ହିଁ ଭବ କାରଣ। এই ଯୋଉ ଭାବ ଖାଲି ମଣିଷ ଭିତରେ ନାହିଁ, ଗଛ ପତ୍ର, ପଶୁ ପକ୍ଷୀ, ପାଣି, ସବୁରେ ତାର ଗୋଟେ ଭାବ ଅଛି। ଶ୍ରୀ ଶ୍ରୀ ଠାକୁର ସେଇଥିପାଇଁ କହିଛନ୍ତି ଯେ ଯେତେ ସମୟ ଆମେ ସେ ବସ୍ତୁର ଭାବଟାକୁ ନ ଜାଣିଛୁ, ସେତେ ସମୟ ବସ୍ତୁ ବିଷୟରେ ଆମେ କିଛି ଜାଣିପାରିବୁନି। ସତ୍ୟାନୁସାର କହିଛନ୍ତି, ଆମେ ଜାଣୁ ଯେ ମଣିଷର ଭାବ ଅଛି, କିନ୍ତୁ ବସ୍ତୁର ବି ଭାବ ଅଛି, ଗଛର ବି ଭାବ ଅଛି। এই କଥାଟା ଶ୍ରୀ ଶ୍ରୀ ଠାକୁର କାହିଁକି ସେ ପୁରୁଷୋତ୍ତମ ଯୋଉମାନେ ଆସନ୍ତି, ସେମାନେ ଆମକୁ ଶିଖାଇ ଦିଅନ୍ତି କେବଳ ମଣିଷ ନୁହେଁ, ପ୍ରତ୍ୟେକ ମଣିଷର ଭିତରେ ପ୍ରତ୍ୟେକ ବସ୍ତୁର ଗୋଟେ ଗୋଟେ ଭାବ ଅଛି। ତ ସେଇ ଭାବଟାକୁ ସେଇମାନେ ବୁଝିପାରନ୍ତି ଯୋଉମାନଙ୍କର ଭାବ ଆମ ମାନଙ୍କର ଦୁଇ ରକମ ଚିନ୍ତା ଅଛି। ଆମେ ଧରନ୍ତୁ ଭୌତିକ ଜଗତରେ ଅଛୁ, ଭୌତିକ ଜଗତରେ ଖାଇବା ପିଇବା, ଟଙ୍କା ଉପାର୍ଜନ କରିବା, ଏଗୁଡ଼ା ସବୁ ଭୌତିକ ପ୍ରୟୋଜନ ପାଇଁ ଆମେ ସମସ୍ତେ କାମ କରୁ। କିନ୍ତୁ ଆଉ ଗୋଟେ ଅଛି ଭାବର ଜଗତ, ଯୋଉ ଜଗତଟାକୁ କୁହାଯାଏ କି ମୁଁ ସେଇ ଭାବ ଜଗତଟା କଣ ନା, ସେ ଭାବ ଜଗତଟା ଯାକୁ ଇଂରାଜୀରେ କୁହାଯାଏ ଇମୋସନ, ଏକ୍ସଟ୍ରିମ ଇମୋସନ। ଏକ୍ସଟ୍ରିମ ଇମୋସନ ଯେତେବେଳେ ଗୋଟେ ପୁଅ ବାହାରକୁ ଯାଇଛି, ବହୁତ ଦିନ ପରେ ଆସିଛି, ମା ଯେତେବେଳେ ସେ ପୁଅକୁ ଦେଖନ୍ତି, ପୁଅ ଯେତେବେଳେ ସେ ମାକୁ ଦେଖନ୍ତି, ସେତେବେଳେ ସେମାନେ ସମ୍ପର୍କଟା ଦେଖନ୍ତିନି, ସେମାନଙ୍କ ଭିତରେ ଯୋଉ ଭାବଟା ସୃଷ୍ଟି ହୁଏ, ମା ପୁଅକୁ ଦେଖି ଆଖିରୁ କାନ୍ଦି ପକାଏ, ଖୁସି ହେବ, ସେ ଏତେ ଖୁସି ଯେ କାନ୍ଦି ପକାଏ। ଆଉ ପୁଅ ମାକୁ ଦେଖିକି ଏତେ ଖୁସି ହୁଏ ଯେ ସେ କଥା କହିପାରେନି, ନିର୍ବାକ ହେଇଯାଏ। ମଣିଷ ସେମିତି ଭାବରେ ଆମେ ଯେତେବେଳେ ଠାକୁରଙ୍କ ପାଖକୁ ଯାଉ ବା କୌଣସି ଦେବ ଦେବୀ ମନ୍ଦିରକୁ ଯାଉ, ସେତେବେଳେ ସେ ମନ୍ଦିରରେ ଯୋଉ ଦିଅ ଅଛନ୍ତି, ସେ ସେତେବେଳେ ସେଟା ପଥର ମୂର୍ତ୍ତି ନୁହନ୍ତି, ସେ ଆମ ଭାବ ଜଗତରେ ଗୋଟେ ଜୀବନ୍ତ ହେଇକି ଛିଡା ହୁଅନ୍ତି। এইটা হচ্ছে, সেইଥିପାଇଁ ଆଜି ଯୋଉ ଆମ ମାନଙ୍କ ଭିତରେ
ସ୍ନେହ ନାହିଁ, ମମତା ନାହିଁ, ସ୍ୱାର୍ଥ ଆତ୍ମକେନ୍ଦ୍ରିକତା ସବୁ ଥାଇ ଆମ ଭିତରେ ଗୋଟିଏ ଜିନିଷ ଅଭାବ ଅଛି, ପ୍ରେମର ଅଭାବ, ସ୍ନେହର ଅଭାବ। ସେଟା ତାର ମୂଳ କାରଣ ହେଲା ଆମର ଭାବ ଜଗତ ଆଜି ଶୁଖି ଯାଇଛି। ରାମକୃଷ୍ଣ ଥରେ କହିଲେ, ଜଣେ ଭକ୍ତ ଆସିଛି, ତ ସେ ତାର ପାରିବାରିକ ଅଶାନ୍ତିର କଥା କହୁଛି ଯେ ମୋର ସବୁ କିଛି ଅଛି କିନ୍ତୁ ଘରେ ଅଶାନ୍ତି ନାହିଁ। ତ ରାମକୃଷ୍ଣ ହସି ହସି କହିଲେ, କଲା সব আছে সালা কিন্তু ভাবের ঘরে চুরি হয়ে গেছে। ଯୋଉ ଭାବଟା ଯୋଉଟା ମଣିଷକୁ ଦେବତ୍ୱରେ ପରିଣତ କରେ, ଯୋଉ ଚିନ୍ତାଧାରା ମଣିଷକୁ ସୁଖ, ପ୍ରକୃତ ସୁଖ ଏବଂ ଆନନ୍ଦ ରାଜ୍ୟକୁ ନେଇଯାଏ, ସେଇ ଭାବଟା ହଉଛି ଆମ ପାଖରେ ଆଜି ନେଇ ଭାବର ଘରେ ଚୁରି ହେଇଛି। ମାନେ ଭାବର ଘରଟା ପୁରା ଖାଲି ଅଛି, ଆଉ ବାକି ସବୁ ଠିକ ଅଛି। ସେଇଥିପାଇଁ କୁହାଯାଏ ସନ୍ଥ କାହାକୁ କୁହାଯାଏ? ସନ୍ଥ ପରିଭାଷା କଣ? ସନ୍ଥ ବା ଠାକୁର ବା ପୁରୁଷୋତ୍ତମ ତାଙ୍କର ପରିଭାଷା କଣ? ତାଙ୍କର ଗୋଟିଏ ଗୁଣ ଦେଖିବେ, ସେମାନେ ସବୁ ଜାଣନ୍ତି କିନ୍ତୁ ଅଜାଣ, ଯେମିତି ମୂର୍ଖ ଭଳି ବ୍ୟବହାର କରନ୍ତି, ନିରହଙ୍କାର ହୁଅନ୍ତି। ତାଙ୍କର କଥା ଭିତରେ ପ୍ରତ୍ୟେକଟି କଥା ଯୋଉ ଶବ୍ଦ ବାହାରେ, ସେ ଶବ୍ଦ ଗୁଡା ମଣିଷ ମାନେ ହୃଦୟକୁ ପୁରା ଆକର୍ଷଣ, କାରଣ ସେଇ ଭାବରେ ସେ ଚାହାନ୍ତି। ତେଣୁ ସେଇ ଭାବଟାକୁ ମହାଭାବ କୁହାଯାଏ। ଯୋଉମାନେ ଯୁଗ ପୁରୁଷୋତ୍ତମ, ସେମାନେ ମହାଭାବରେ, ଖାଲି ଭାବରେ ନୁହେଁ, ମହାଭାବରେ ଚାହାନ୍ତି ସେମାନେ। ତେଣୁ ତାଙ୍କର ଗୋଟେ ଚରିତ୍ରକୁ ଦେଖାଯାଏ ଚାଇଲ୍ଡ ଲାଇକ୍ ସିମ୍ପଲିସିଟି, ପିଲା ଭଳି ହେଇଯାନ୍ତି, ପିଲା ଭଳି ଯେମିତି ହେଇଯାନ୍ତି ତାଙ୍କର ବ୍ୟବହାର। ଶ୍ରୀ ଠାକୁର ଯାଆନ୍ତି ଥରେ ମଝିରେ ମଝିରେ ବୁଲିବାକୁ ଯାଆନ୍ତି, ବୁଲିକି ସେ ଯେତେବେଳେ ଯୋଶୀ ଷ୍ଟେସନ ପାର ହେଇକି ଗୋଟେ ପାହାଡିଆ ଜାଗା, ଜଙ୍ଗଲ ଜାଗାରେ ବସନ୍ତି। ଏବେ ଯୋଉଠି ସତ୍ସଙ୍ଗ ହଉଛି, ଯୋଉଠି ଆମର ଇଏ ହୁଏ, ବାର୍ଷିକ ବନଭୋଜନ ହୁଏ, ସେଇ ସମୟରେ ସେଟା ଖାଲି ଥିଲା। ବର୍ଦା ବୁଲେଇବାକୁ ନେଇଯାଆନ୍ତି। ଠାକୁର ଦେଖନ୍ତି ଟ୍ରେନଟାକୁ ଧୂଆଁ ଛାଡି ଛାଡି ଯାଉଛି, ଠାକୁର ମୁଗ୍ଧ ହେଇକି ଦେଖନ୍ତି, ଯେମିତି ଆଉ ସେ ଏତେ ଖୁସି ହେଇଯାନ୍ତି ଦେଇକି ବର୍ଦାକୁ କହନ୍ତି, ଦେଖ ଟ୍ରେନଟା କି ସୁନ୍ଦର, କି ଧୂଆଁ ଛାଡୁଛି। ଆକାଶକୁ ଚାହିଁକି ତାରା ଗୁଡାକୁ ଦେଖି ପଚାରନ୍ତି, ଏଟା କି ତାରା ରେ, ଏଟା କି ତାରା, ଏମିତି ଯେମିତି କିଛି ବି ଜାଣନ୍ତିନି, ଯେମିତି କିଛି ବି ଜାଣନ୍ତିନି, କିନ୍ତୁ ମୁଗ୍ଧ ହେଇଯାନ୍ତି। କେବେ କେବେ ସୂର୍ଯ୍ୟୋଦୟ ଦେଖନ୍ତି, ପଦ୍ମା ନଦୀ କୂଳରେ ବସିକିରି ସେ ପଦ୍ମା ସୌନ୍ଦର୍ଯ୍ୟ ଦେଖି ଅଭିଭୂତ ହେଇଯାନ୍ତି। ଏଇ ଯୋଉ ସେତେବେଳେ ସେ ଗୋଟେ ଭାବ ରାଜ୍ୟରେ ଥାନ୍ତି। ଆଉ ଯେତେବେଳେ ସେଇ ସମୟରେ ହଠାତ୍ ଦେଖାଯାଏ ଯେ ସେ ପୁରା ନିର୍ବାକ ହେଇଯାଇଛନ୍ତି, ତାପରେ ତାଙ୍କ ମୁହଁରୁ ଅସଂଖ୍ୟ ବାଣୀ ବାହାରେ। ତ ଏଇ ଯୋଉ ବାଣୀ ଗୁଡାକ ଲିପିବଦ୍ଧ ହେଇଛି, ତାର ନାମ ହଉଛି ଭାବ ବାଣୀ ବା ହୋଲି ବୁକ୍ ପୁଣ୍ୟ ପୁଥି। ଭାବ ବାଣୀ କାହିଁକି ଲେଖାଲା ନା ମହାଭାବ ଅବସ୍ଥାରେ ସେ ସେଟା କହିଥିଲେ ବୋଲି ସେ ତାକୁ କୁହାଯାଏ ଭାବ ବାଣୀ। ମଣିଷ ଯେତେବେଳେ ଭାବର ଚରମରେ ପହଞ୍ଚେ, ସେ ଭାବର ଚରମ ଯେତେବେଳେ ଚରମରେ ପହଞ୍ଚେ, ସେତେବେଳେ ତା ଭିତରେ ସେ ଭାବର ଚରମରେ ଯେତେବେଳେ ଉପସ୍ଥିତ ହୁଏ, ସେତେବେଳେ ତା ପାଖରେ ପ୍ରକୃତ ସତ୍ୟଟା ଉଦ୍ଘାଟିତ ହୁଏ। ଯିଏ ଯେତେ ଭାବରେ ରୁହେ, ସେ ସେତେ ତାର ଯୋଉ ଆଚରଣ, ତାର କଥାବାର୍ତ୍ତା ସେତେ ଉନ୍ନତ ହୁଏ ଏବଂ ପୃଥିବୀ ପ୍ରକୃତ ସତ୍ୟଟା ସେତେବେଳେ ଉଦ୍ଘୋଷିତ ହୁଏ ତା ଭିତର ଦିକେ। ସେତେବେଳେ ସେଠି ସେ ନିଜେ ଥାଇନି, ପ୍ରକୃତି ବା ସେ ବ୍ରହ୍ମମୁଖୀ ହେଇଯାଏ, ପ୍ରକୃତି ତା ଭିତର ଦିକେ ଉଦ୍ଭାସିତ ହୁଏ, ଆଉ ସେଇ କଥା ଗୁଡାକ ହିଁ ମହାସତ୍ୟ। ତେଣୁ ଆମେ ଯେତେ ଦିନ ପର୍ଯ୍ୟନ୍ତ ଲଜିକରେ ଚାଲିବା, ହିସାବ ନିକାଶରେ ଚାଲିବା, ସେତେ ଦିନ ପର୍ଯ୍ୟନ୍ତ ଆମେ ସତ୍ୟ ସହିତ କଦାପି ଆମର ସମ୍ପର୍କ ହବନି। ତେଣୁ এই ଜୀବନକୁ ଭାବମୁଖୀ କରିବା ହଉଛି ଆମର ଜୀବନର ଏକମାତ୍ର ଉଦ୍ଦେଶ୍ୟ। এই ଭାବମୁଖୀଟା ହୁଏ କୋଉଠୁ ନା, এইଟା ଯେତେବେଳେ ଆମେ ପରମ ପୁରୁଷଙ୍କ ସହିତ ସଂଯୁକ୍ତ ହଉ, ସେତେବେଳେ ତା ଭିତରେ ଆମ ଭିତରେ ଭାବ ଆସେ। ଧରନ୍ତୁ ଗୋଟେ ସ୍ୱାମୀ ସ୍ତ୍ରୀ ନବଦମ୍ପତି ଯେତେବେଳେ ସେମାନେ ଏକାଠି ମିଳିତ ହୁଅନ୍ତି, ସେତେବେଳେ ସେମାନେ ଜଗତକୁ ପୁରା ଭୁଲି ଯାଆନ୍ତି। ସେତେବେଳେ ସେମାନଙ୍କ ଭିତରେ ଯୋଉ ସଂଳାପ ହୁଏ, ଯୋଉ ଅବସ୍ଥାରେ ହୁଏ, ସେଇ ଅବସ୍ଥାଟା ପାର୍ଥିବ ଜଗତର ସହିତ କୌଣସି ସମ୍ପର୍କ ଥାଏନି। ମଣିଷ ଯେତେବେଳେ ନିଜକୁ ଭୁଲିଯାଏ, ଯେତେବେଳେ ବାହ୍ୟିକ ଜଗତର କଥା ଭୁଲିଯାଏ, ଅନ୍ତର୍ଜଗତରେ ଯେତେବେଳେ ପ୍ରବେଶ କରେ, ସେତେବେଳେ ତା ଭିତରେ ଯୋଉ ଭାବଟା ଉଦ୍ଭାସିତ ହୁଏ, ସେଇଠୁ ଯାହା କିଛି ମହାସତ୍ୟ ଉଦ୍ଘୋଷିତ ହୁଏ,
ସେଇ ଭାବ ଭୂମିରୁ ଆସେ। ତେଣୁ ଶ୍ରୀ ଶ୍ରୀ ଠାକୁରଙ୍କୁ ପଚାରିଲେ ଯେ ଆପଣ ତ କଥା ମାନେ ହାର୍ଟ ବିଟ୍ ଆପଣଙ୍କର ନଥିଲା, କିଛି ନଥିଲା, କିନ୍ତୁ ଆପଣ କେମିତି କଥା କହୁଥିଲେ ଆଜି ପର୍ଯ୍ୟନ୍ତ ଏକଥା ତ କେହି କହିନି। ତାକୁ ଗୋଟେ କଥା କହିଲେ ଭାবের চরমে মানুষ যখন ভাবর চরমরে পৌঁছে সেତେବେଳେ মৃত অবস্থা ଥିଲେ ମଧ୍ୟ ସେ କଥା କହିପାରେ। ତେଣୁ ଏଇ ଭାବଟାକୁ ମୁଁ କେତେ ଗୁଡା ଉଦାହରଣ ଦେବି ଯୋଉଗୁଡାକୁ ଆମେ ବୁଝିବା ପାଇଁ ଭାବିଥିଲେ ଏଟାକୁ ମୁଁ 2-3 ଦିନ ଚିନ୍ତା କରୁଛି କହିବି ବୋଲି, କିନ୍ତୁ କହି ବୁଝେଇବା ଭାବେ ସେ ବୁଝେଇବି କେମିତି। ସାଧାରଣ ଭାବେ ଦେଖାଯିବ ଯିଏ ଯେତେ ଭାବମୁଖୀ ସେ ସେତେ ଜ୍ଞାନୀ, ସେ ସେତେ ମଣିଷ ଦେବତା ରୂପେ ପୂଜା ପାଆନ୍ତି। ପୃଥିବୀରେ ଯେତେ ସବୁ ଆବିଷ୍କାର ହେଇଛି ମଣିଷ ସେ ଭାବର ଜଗତରେ ପ୍ରବେଶ କରିକି ସେ ଆବିଷ୍କାର କରିଛି। ତେଣୁ রামকৃষ্ণ কুহନ୍ତି যে সব সময় ভাবের রাজা হয়ে থাকবি, ছোট হবি না। কথারে বার্তারে দেবারে নেবারে ସବୁବେଳେ ଭାବେର ରାଜା ହେଇକି ରହିବି। ଛୋଟ ପଣିଆ ଯେମିତି ତୋ ପାଖରେ ନଥାଏ, তোর পোশাক পরিচ্ছদ তো দরিদ্র ହେଇପାରୁ, କିନ୍ତୁ তোর ଭାବଟା ଯଦି ଠିକ ଥାଏ ଭାবের সম্রাট ହେଇକି ରହିବୁ। এইটা ରାମକୃଷ୍ଣ ସବୁବେଳେ ଥରେ ନରେନ୍ଦ୍ରନାଥ କହିଲେ ଏ ଠାକୁର ମତେ କିଛି ଭଲ ଲାଗୁନି, ଆପଣ ଯାହା କହୁଛନ୍ତି ଯେ ଏଟା କର ସେଟା କର ଦୟା କର ମୋ ଧ୍ୟାନ କର, ଏଗୁଡା ମତେ ଏତେ ଭଲ ଲାଗୁନି କାହିଁକି। କହିଲା ସଦା ତୋର ଭାବ ଜଗତଟା ତୁ ତ ପୂର୍ବ ଜନ୍ମରେ ଗୋଟେ ସପ୍ତର୍ଷି ମଣ୍ଡଳର ଋଷି ଥିଲୁ, କିନ୍ତୁ ଏହି ଜଗତକୁ ଆସିକି ସେ ଭାବ ଜଗତଟା ତୋ ଭିତରେ ଯେ ଅନନ୍ତ ଶକ୍ତି ଅଛି, ସାମର୍ଥ୍ୟ ଅଛି, ସେଟା ଭୁଲି ଯାଇଛୁ। ସେଇଟା ମାର କାছে গিয়ে ସବୁଦିନ ଚାହିଁବି, ସବୁଦିନ ମାକୁ କହିବୁ ଆଉ କିଛି ପ୍ରାର୍ଥନା କରିବୁନି, କହିବୁ ମା ମତେ ଭାବ ଦିଅ, ମତେ ଭାବ ଦିଅ, ଭାବ ଦିଅ। ସେଠୁ ସେ କହିଲେ ପାଥରଟା ପଥର ମୂର୍ତ୍ତିଟା ମତେ ଭାବ ଦବ, ଆପଣ ମତେ ଭାବ ଦେଇପାରୁନାହାନ୍ତି। କହିଲେ ଯା ନା ତୁ ମାକୁ ଡାକିବୁ। ଦିନେ ସେ ଯାଇକି ବସିକି ବସୁ କହିଲା ମା ମତେ ଭାବ ଦିଅ, ଭାବ ଦିଅ, ମୁଁ ଶୁଷ୍କ ହେଇଯାଉଛି। ସେଇଠୁ ହଠାତ୍ କାନ୍ଦିବା ଆରମ୍ଭ କଲେ। ଏତେ କାନ୍ଦିଲେ ଯେମିତି ଜୀବନ୍ତ ସେ କାଳୀ ମୂର୍ତ୍ତିଟା ଆସିକି ତାଙ୍କ ପାଖରେ ତାକୁ ଭାବ ଦଉଛନ୍ତି, ସେ ଦର୍ଶନ କରୁଛନ୍ତି। ତାପରେ କାନ୍ଦି କାନ୍ଦି ଯେତେବେଳେ ଉଠୁଛନ୍ତି ରାମକୃଷ୍ଣ ପଛରେ ସେ କିରେ କାନ୍ଦିସ୍ କାହିଁକି? ଆଉ ସେ କିଛି ପରିବର୍ତ୍ତନ ହେଇଗଲା। ଜୀବନକୁ ସେ ଦେଖିଲେ ଅଲଗା ଭାବରେ। ସେତେବେଳେ ସେ ଗୁରୁକୁ ଭଗବାନ ରୂପରେ ଦେଖିଲେ ଏବଂ ସେ ବୁଝିପାରିଲେ এই ଜଗତଟା ଭାବର ଜଗତ ଛଡା ମଣିଷ କଦାପି ଶାନ୍ତି ପାଇନି। ଗୋଟେ ଛୋଟ ଉଦାହରଣ ଦଉଛି। ଜଣେ ଖୁବ ଧନୀ ଲୋକ, ସମ୍ଭ୍ରାନ୍ତ ଲୋକ, ସେ ତା ଟଙ୍କା ପଇସା ବହୁତ ଅଛି, କିନ୍ତୁ ସେ ଖାଲି ଟଙ୍କା ଅର୍ଜନ କରିବ, ମାନ ସମ୍ମାନ ଏଇଗୁଡା ସବୁ ଅର୍ଜନ କରିବାରେ ବ୍ୟସ୍ତ। ଛୁଆ ପିଲାର କଥା କିଛି ବୁଝେ ନାହିଁ, ସ୍ତ୍ରୀ କଥା କିଛି ବୁଝେ ନାହିଁ, ଖାଇବାକୁ ବେଳ ନଥାଏ, ଖାଇଲା ବେଳେ ସ୍ତ୍ରୀ ପାଖରେ ବସିଲା ବେଳେ ବି ହିସାବ ନିକାଶ କରେ। ଏମିତି ଭାବରେ ଧୀରେ ଧୀରେ ସଂସାର, ତା ପିଲାମାନେ ବି ଆଉ ବାପର କଥା ଭୁଲିଗଲେ, କିନ୍ତୁ ସବୁ ତାଙ୍କୁ ସେ ଦିଏ, କିନ୍ତୁ ସେ ସ୍ନେହ କରେନି, ତାଙ୍କ କଥା ସେ ବୁଝେନି। ସେଇଠୁ ସେମାନେ ଅଲଗା ହେଇଗଲେ। ଧୀରେ ଧୀରେ ତାଙ୍କ ସହିତ କଥା କହିବାକୁ ସେମାନେ ଇଚ୍ଛା କଲେନି। ତେଣୁ ସେ ଦେଖିଲେ ଯେ ମୁଁ ଯାହା ପାଇଁ ଏତେ ସବୁ ସଂଗ୍ରହ କଲି ଧନ ସମ୍ପଦ, ସେମାନେ ମତେ ପଚାରୁନାହାନ୍ତି। ଦିନେ ତାଙ୍କର ମନରେ ଗୋଟେ ସେ ଇଏ ହେଲା, ବିତୃଷ୍ଣା ହେଲା। ତ ସେ ଗୋଟେ ସନ୍ନ୍ୟାସୀ ପାଖକୁ ଗଲେ। ସନ୍ନ୍ୟାସୀ ପାଖକୁ ସେ କେବେ ବି ଯାଆନ୍ତି ନାହିଁ। ତ ସେ ବହୁତ ଲୋକ ସନ୍ନ୍ୟାସୀ ପାଖକୁ ଯାଆନ୍ତି, କିନ୍ତୁ ସେ ସବୁ ଯିବାକୁ ତାଙ୍କର ଇଚ୍ଛା ହୁଏନି କି ସେଗୁଡା ବିଶ୍ୱାସ କରନ୍ତି। ହଠାତ୍ ଦିନେ ସେ ଯାଇକି ପହଞ୍ଚିଲେ ସନ୍ନ୍ୟାସୀ ଗୋଟେ କୁଡିଆ ଘରଟା ଅଛି, ଆଉ ସେ କୁଡିଆ ଘରେ ଯୋଉ କବାଟଟା ସେଟା ବାଉଁଶରେ ତିଆରି ହେଇଛି, ସୂତା ବନ୍ଧା ହେଇଛି। ଅଧା ଖୁଲେ ଠିକ ଭାବରେ ଉଠେଇକି ନ ଖୁଲେ ଖୁଲିବନି। ତ ସେତେ ଜମିଦାର ଲୋକ ଯାଇକି ପଚାରିଲେ ଯେ ସନ୍ନ୍ୟାସୀ ଅଛନ୍ତି ନା ଭିତରେ ଅଛନ୍ତି। ତ ସେ ଯାଇ କବାଟକୁ ଖୋଲିବାକୁ ଚେଷ୍ଟା କଲେ, ସେ ଖୁଲୁନି, ମାଟିରେ ଲାଗିଯାଇଛି। ସେଇଠୁ ତାକୁ 2 ଗୋଇଠା ପକେଇଦେଲେ ଜୋରେ ଜୋରେ, ଯେମିତି ଆଘାତ କଲେ ପାଦରେ, ସେଟା ଖୋଲିଗଲା। ଏଠି ସେ ଭିତରକୁ ପହଞ୍ଚିଲେ। ଭିତରେ ଯାଇକି ଦେଖନ୍ତି ସନ୍ନ୍ୟାସୀ ତାଙ୍କର ଗୋଟେ ଘୋଡାଟା ଥିଲା, ଛୋଟ ଘୋଡାଟା,
ସେ ଘୋଡାଟାକୁ ପାଦ ଗୁଡା ସବୁ ଚିପୁଛନ୍ତି ଆଉ ତା ସାଙ୍ଗରେ କଥା ହଉଛନ୍ତି, ତା ଦେହଟାକୁ ଆଂଶୁ ଦଉଛନ୍ତି। କହିଲା ତୋର ବହୁତ ପରିଶ୍ରମ ହେଇଛି ଆଉ ତୁ ବହୁତ ଥକି ଯାଇଛୁ, ଟିକେ ଦୂର ରାସ୍ତାକୁ ଯାଇଥିଲି, ଏମିତି ଯେମିତି ଆମେ କଥା ହଉଛେ କଥା ହଉଛନ୍ତି। ବହୁତ ସମୟ କଥା ହେଲା ପରେ ଆଉଁସିଲା ପରେ ସେ ଆସିକି ଯେତେବେଳେ ପହଞ୍ଚିଲେ, ସେ ଜମିଦାର ତାକୁ ପ୍ରଣାମ ବି କଲେନି, କିଛି ନାହିଁ। କହିଲା ଆଜ୍ଞା ମୁଁ ପାଖକୁ ଗୋଟେ ଆସିଛି ମୋର ସମସ୍ୟା ସମାଧାନ ପାଇଁ। କି ସମସ୍ୟା? ନା ମୋ ପାଖରେ ଟଙ୍କା ଅଛି, ପଇସା ଅଛି, ସବୁ କିଛି ଅଛି, କିନ୍ତୁ ପରିବାରରେ ଅଶାନ୍ତି ସବୁ କିଛି ଅଛି। କହିଲା ଏଗୁଡା ଶୁଣିବା ଆଗରୁ ତୁ ଯେତେବେଳେ ମୋର ଘରେ କବାଟଟାକୁ ଗୋଇଠା ମାରିଛୁ ନା ନାଇଁ? ନା ହଁ। ନା ଆଗେ ଯାଇକି ତାକୁ କ୍ଷମା ମାଗି ଆସିବୁ ଯା। କହିଲା କବାଟଟାକୁ କ୍ଷମା କେମିତି ମାଗିବି? ନା କବାଟଟାକୁ ତୁ ଯାଇକି ପ୍ରଣାମ କରି କହିବୁ ଯେ ମୋର ଭୁଲ ହେଇଛି, ହାତରେ ବି ହେଇଥିଲା ଏଇ ଚାନ୍ତା, ତୁ ତାକୁ ପଦାଘାତ କରିଛୁ, ତେଣୁ ତା ପାଖରେ କ୍ଷମା ମାଗିବୁ। ଏ କହିଲା ତାକୁ କି କ୍ଷମା ମାଗିବୁ? ସେ ଯେତେବେଳେ ଦେଖିଲା ସନ୍ନ୍ୟାସୀ ତ ଛାଡିବନି, ଯାଇକି ପହଞ୍ଚିକିରି ମଥାଟା ନୁହଁଉଛି। କହିଲା ସେମିତି ହବନି, ଆଣ୍ଠୁ ଗାଡି ଆଣ୍ଠୁ ଗାଡିକି ତାକୁ ବଡ ବଡ ପାଟିରେ କୁହ ଯେ ମୋର ମୋର ଭୁଲ ହେଇଛି, ମୁଁ ଏମିତି କାମ କରିବି ନାହିଁ, ମୁଁ ଆପଣଙ୍କୁ ଅପମାନ କରିଛନ୍ତି, ବଡ ବଡ ପାଟିରେ କହ। ସେ ଯେମିତି ପ୍ରଣାମ କରିଛି ଦେଖି କହିଲା ତାକୁ ଛୁଇଁକିରି କହ। ସେ ଛୁଇଁକି ତାକୁ ଯେତେବେଳେ କହୁଛି ବଡ ବଡ ପାଟିରେ ମତେ କ୍ଷମା କର, ମୋର ଭୁଲ ହେଇଛି, ମୁଁ ଏମିତି ବ୍ୟବହାର କରିବିନି, ଏଇଟା କହୁ 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 ସେ ଆଉ ମଥା ଉଠଉନି, କାନ୍ଦିବାକୁ ଲାଗିଲା, କାନ୍ଦିବାକୁ ଆରମ୍ଭ କଲା। ତାପରେ କିଛି ସମୟ ପରେ ସନ୍ନ୍ୟାସୀ ତାକୁ ଉଠେଇଲେ, ଉଠେଇକି ବସିକି କହିଲେ କି ସେଠୁ ସେ ବୁଝିଲା ମୁଁ ତ କାହାକି କେବେ ସମ୍ମାନ କରିନାହିଁ, ମୁଁ କାହା କେବେ ମଥା ନୁଏଇ ନେଇ, କିନ୍ତୁ ମଥାଟା ନୁଏଇଲେ ଯେ ଏତେ ମିଠା। ମଣିଷ ଯେତେବେଳେ ନିରଙ୍କାର ହେଇଯାଏ, ସେତେବେଳେ ତା ହୃଦୟଟା ଏତେ ପବିତ୍ର ହେଇଯାଏ, ସେତେବେଳେ ସେ ବୁଝେ ଜୀବନଟାକୁ କଣ। ତେଣୁ କାଠ ଭିତରେ ବି ସେ ସେଦିନ ଦେଖିଥିଲା ଯେ ଗୋଟେ ଜୀବନ୍ତ ସତ୍ତାକୁ ସେ ଅନୁଭବ କରିଥିଲା। ସେଠୁ କହିଲା କି ବୁଝିଲୁ? ନା ବହୁତ କିଛି ବୁଝିଲି। ତ ସେଠୁ କହିଲା କହ ତୋର କି ସମସ୍ୟା? ନା ମୋର କଥା କେହି ମାନୁନାହାନ୍ତି, ଶୁଣୁନାହାନ୍ତି। ସେଠୁ ସେ କହିଲା ତୁ ଘରକୁ ଫେରିଯା, ଘରକୁ ଫେରିଯା, ଫେରି ଯାଇକିରି ଆଉ ଯେମିତି କଥା ଚଳିବା କଥା ତୁ ଆଗେ ସେୟା କରିବୁ, ତାପରେ ତୁ ଆସିବୁ। ତ ସେଇ ସମୟରେ କଣ ହେଇଛି ନା ଗୋଟେ ପ୍ରବଚନ ଆରମ୍ଭ ହେଲା। ସେଠୁ କହିଲା ମୁଁ ଏଇ ପ୍ରବଚନ ଟା ଶୁଣିକି ଯିବି। କହିଲା ଠିକ ଅଛି। ସେ ପାଖରେ ଭାବିଥିଲା ଘର ଛାଡି ଚାଲିବି, ଆଉ ମଣି ମୁକ୍ତା ମୂଲ୍ୟବାନ ସବୁ ଦ୍ରବ୍ୟ ଗୁଡାକ ଥଳିରେ ରଖିକି ସେଇଟା ସେ ସବୁବେଳେ ହାତରେ ଧରି ଯତ୍ନ କରି, ସେଠି ବହୁତ ମାନେ ଭବିଷ୍ୟତ ଜୀବନରେ ଯେମିତି ତାକୁ ଆଉ ଭାବିବାକୁ ପଡେ ନାହିଁ ବାହାରେ ରହିକିରି, ସେଇଥିପାଇଁ ବିଭିନ୍ନ ମୂଲ୍ୟବାନ ଜିନିଷ ସୁନାର ରୂପା ମଣି ମାଣିକ ସବୁ ଥିଲା। ସେ ଯୋଉ ପ୍ରବଚନ ହଉଥାଏ ସେ ସେଇଟାକୁ ସାମ୍ନାରେ ରଖିକିରି ପ୍ରବଚନ ଶୁଣୁଛି। ଏଇ ସମୟରେ ଗୋଟେ ଲୋକ ଆସିଲା, ଆସିକି ସେ ଥଳିଟାକୁ ଧରିଲା, ନେଇକି ପଳେଇଲା। ଯେମିତି ପଳେଇଲା ଏ ଚିତ୍କାର କରୁଛି ମୁଁ ଲୁଟି ଗଲି, ମୁଁ ଚୋରି ହେଇଗଲା, ଧର ଧର ବୋଲି ସେ ତା ପଛରେ ଧାଇଁଲା। ଯେତେବେଳେ ସେ ଧାଇଁଲା, ସେ ଲୋକଟା ବହୁତ ସମୟ ଏପଟ ସେପଟ ଧାଇଁଲା, ଏଇ ବି ତା ପଛରେ ମାନେ ଦୌଡ଼ିଲା। ଦୌଡ଼ି ଆସିଲା ପରେ ସେଇ ଲୋକଟା ପୁଣି ଆସିକି ସେ ଆଶ୍ରମରେ ପହଞ୍ଚିଲା, ଯୋଉଠି ଯୋଉଠି ସେ ଥଳିଟା ନେଇଥିଲା ସେଇଠି ରଖିଦେଇକି ସେ ପୁଣି ଆଉ ଥରେ ପଳେଇଲା। ସେଠି ଥଳିଟା ପାଇକି ବହୁତ ଖୁସି ହେଇଗଲା, ଥକି ଯାଇଥାଏ, ଖୁସି ହେଇଗଲା। ସେତେବେଳେ ସନ୍ନ୍ୟାସୀ ପଚାରିଛନ୍ତି କିରେ ଭଲ ମାନେ ଖୁସି ଲାଗୁଛି, ଆନନ୍ଦ ଲାଗୁଛି? କହିଲା ହଁ। କହିଲା କି ଆନନ୍ଦ ଲାଗୁଛି? ଥଳିଟା ଥିଲା ସେ ନେଇଥିଲା, ତୁ ତ ପାଇଗଲୁ, କଣ ଆନନ୍ଦଟା ଆସିଲା କଣ? ସେଇଠି ସେ ବୁଝେଇଲେ ଆନନ୍ଦ ପାଇବାକୁ ହେଲେ, ଖୁସି ପାଇବାକୁ ହେଲେ ହରେଇବାକୁ ପଡେ। ହରେଇବାକୁ ଯେତେ ଦିନ ପର୍ଯ୍ୟନ୍ତ ତୁ ହରେଇ ନ କିଛି ତୋ ପାଖରୁ ଦେଇନୁ କାହାକୁ, ସେତେ ଦିନ ପର୍ଯ୍ୟନ୍ତ ତୁ ସୁଖ ପାଇବୁନି। ତେଣୁ ମଣିଷକୁ ସୁଖ ଦେବାକୁ ହେଲେ ତୋତେ କିଛି ହରେଇବାକୁ ପଡେ, କିଛି ଦେବାକୁ ପଡେ, କିଛି ତ୍ୟାଗ ଦେବାକୁ ପଡେ। ସେଇଥିପାଇଁ ସେ ବୁଝିପାରିଲା ଯେ ଯଦି ମୁଁ ସୁଖୀ ହେବାକୁ ଚାହେଁ ତାହେଲେ ଅନ୍ୟକୁ ସୁଖୀ କରିବାକୁ ପଡିବ। ତେଣୁ ଏଇ ହରେଇବା ଭିତରେ ପାଇବା ଆନନ୍ଦଟା ରହିଛି। କଥାଟା କହିବାର ଅର୍ଥ ହଉଛି ଯେ ଏଠି ସେ ସନ୍ନ୍ୟାସୀ କହୁଛନ୍ତି ଯେ ଆମେ ଯୋଉ ଜଗତରେ ବସବାସ କରୁଛୁ ପ୍ରତ୍ୟେକଟି ସତ୍ତାର ଭାବ ଅଛି। ତ ଆମ
देखा जाए कि आम सनातन धर्म में देखी ढेंकी पूजा हुए, कुला गुड़ाक पूजा हुए, माण गुड़ाक पूजा हुए, झाड़ू पूजा हुए, शीतला पूजा झाड़ू पूजा हुए। मोर मु देखी छुआ बेले माछ पूजा हुए, गछ पूजा हुए। कहीं एमती होता ना सनातन संस्कृति आम बुझी पूर्वपुरुष मान बुझी ये सबू जिन भितर परिप्रकाश मनीष जो सहीटा ही बुझी जाए तार भाव जगत उन्नत हुए। थे मु 2-3 जन पिला सहित ढेंकी उपरे चढ़ी आम खेलुँ। यही समय मोर काकी हठात पहुंची गले, पहुंचिक कहले हे ढेंकीटा तुम छेड़ाइच बुला बुला देखिए कहले प्रणाम कर। ढेंकीटा को किए प्रणाम कर कहला तो कहले प्रणाम कलु। तो मु भाविली तुम्हें तो ढेंकी सबुदिन पाद देकी तुम धान कुटुच आ मु छिड़ा गली मत कहीं कहल कहले ढेंकीटारे देवता अच्छा मु पाद दिए ढेंकीर जो पाद दवा कथा से जिते प्रयोजन हुए कि तुम्हें चा चढ़ असम्मान कर। कुलाटे जदि देखिए आम घरे जो कुलारे जदि गोड़ बाजी जाए आम एमती प्रणाम करूँ छाती एमती 2-4 हाथ दू। झाड़ू जिते ये गोड़टा बाजी जाए से आम से थे शिशि बढ़ला भाव क्या कह जाए शिशि बढ़ला आसुँच ये ठाकुर प्रणाम करने खड़े घर को आसिक बसती प्रणाम करने प्रार्थना करने तो से आसु आसु रास्तार गोटे पक्षी घर अच्छी जोटा बहुत तार दिखी अच्छी पक्षी घरटा पाख दिखे जाती हठात बढ़ला को देखिकी गोटे हंसटा दौड़ी आसला क्या क्या चित्कार करके पाटिक से तार जाली पाक आसला पाखे आहरी बहुत लोक अच्छा पचर बढ़ला छेड़ा गले छेड़ा कि समय पर कहले हौ हौ मु बुझिली बुझिली तो कथा मु बुझिली सागर कथा कथा चलीगले सेठू से पचारे आज्ञा हंसटा सागर कि कथा ना से हंसटा हूँ गोटे माई हंसटा से चाहूँ तार गोटे बर तेणु शीघ्र गोटे बर व्यवस्था कर से मत कहूला किंतु प्रकृति संगे कथा से हंसर कथाटा अन्य लोक को बहुत कहलानी कारण से जानते जे एमाने से भाषा को जानती नहीं से भाषा बुझी पारे केवल बड़दा ही बुझी तेणु यहीटा कह जाए भावर जगत এইটা হচ্ছে সেই উচ্চ ভাবনার জগতে ছিলে মଣିষ হଂସ সহিত কথা হব, কুলা সহিত কথা হব, গଛ সহিত কথা হব। শিশি বড়লা ଥରେ ବସିଛନ୍ତି ଠାକୁର ମଧ୍ୟ ସେଠି ବସିଛନ୍ତି ଜଣେ ଭାଇ ଭକ୍ତକୁ ଠାକୁର ଗୋଟେ ବହି ଆଣିବାକୁ କହିଲେ ଡିକ୍ସନାରୀ ବହିଟା ଆଣିକି ଦେଖିଲା ପରେ ସେ ଭାଇ ଭାଇ କଣ କଲା ସେ ବହିଟାକୁ ରଖି ନ ଦେଇକି ଟିକେ ଦୂରୁ ମାନେ ଏମିତି ଛାଟି ଦେଲା ଭଳି ରଖିଲା ଠାକୁର ଓଃ କରି ଉଠିଲେ ବର୍ଦ୍ଦା ମଧ୍ୟ ଓଃ କରି ଉଠିଲେ ସେଠୁ କହିଲା କି ହେଲା କହିଲେ ହେ ରେ ବହିଟାକୁ ତୁ ଆଣିଲୁ ଆଣିକି ତାକୁ ଠିକ ଭାବରେ ରଖିଲୁନି ଫିଙ୍ଗି ଦେବା ବେଳେ ଫିଙ୍ଗିଦେଲୁ ତାହେଲେ ଏଇ ବହିଟାକୁ ସେ ଫିଙ୍ଗିଦେଲା ଟିକେ ଅଳ୍ପ ଫିଙ୍ଗିଦେଲା ଠିକ ଭାବରେ ରଖିନି ଠାକୁରଙ୍କ ଦେହରେ ଲାଗିଲା ତାକୁ ସେଇଥିପାଇଁ କୁହନ୍ତି যে ঘটে ঘটে ইষ্ট স্ফুরণ যখনই তোর হবে এই প্রত্যেকটি বস্তু ভিতরে তার অস্তিত্বকে তু যেতেদিন পর্যন্ত অনুমান ন করছু সেই স্বাদটাকে গ্রহণ করনছু মানে তাকে তু সেটাকে ঠিক ভাবে ঠিক ভাবে তাকে বুঝি ন পারিছু সেতেদিন পর্যন্ত এই বস্তু জগতের ভাব জগতের যেতে দিন পর্যন্ত ন রয়েছি সেতে দিন পর্যন্ত তু কদাপি সুখী হয়ে পারিবনি। আমি জানু পৃথিবীরে যেতে সব মহান উদ্ভাবন হয়েছি সব ভাবর জগতের হয়েছে মহাভাব রয়েছে কেমতি জগদীশ চন্দ্র বোস সে ছিল বিরাট ধনী লোক সে রেডিও আবিষ্কার করছিলেন কিন্তু রেডিও থিসিসটা ঠিক ভাবে জমা দেলেনি টিকে দেরি হয়ে গলা এই সময়
ବାହାର ବିଦେଶରେ ଜଣେ ଲୋକ ମାର୍କୋନି ସେଟାକୁ ଆବିଷ୍କାର କଲେ, ଯେ ତାଙ୍କ ନାଁରେ ହେଇଗଲା, ନୋବେଲ ପୁରସ୍କାର ପାଇଥିଲେ, କିନ୍ତୁ ଆକ୍ଚୁଆଲି ଜଗଦୀଶ ବୋଷ ପାଇବା କଥା। ତ ସେଇଠୁ ସେ କହିଲେ ଆଉ ଗୋଟେ ଜିନିଷ, ସେ କହିଲେ ଯେ ଗଛର ଜୀବନ ଅଛି କି ନାଇଁ ଏଇଟା ମୁଁ ଗବେଷଣା କରିବି। ତ ସେ ଗଛ, ବିଭିନ୍ନ ପ୍ରକାର ଗଛ ପତ୍ର ଜଙ୍ଗଲକୁ ଯାଆନ୍ତି ଆଉ ସବୁ ଦେଖନ୍ତି, ଗଛକୁ ଟବରେ ଲଗେଇଛନ୍ତି, ବଗିଚାରେ ଲଗେଇଛନ୍ତି, ତାପରେ ଚାକିରି ବାକିରି ଛାଡି ଦେଇଛନ୍ତି, ଘରେ ଧୀରେ ଧୀରେ ଅର୍ଥର ଅଭାବ ଘଟିଛି ତାଙ୍କର, ସେ ତ ସବୁବେଳେ ଗଛକୁ ନେଇକି ମାଟି ରହୁଛନ୍ତି। ଦିନେ ତା ସ୍ତ୍ରୀ ଯାଇକି ଦେଖୁଛନ୍ତି, ଗୋଟେ କଣ୍ଟା ଗଛରେ ପାଖରେ ସେ ଛିଡା ହେଇକି ତାକୁ କହୁଛନ୍ତି, ତୁ ଦେ ନା ଫୁଲ ଟିକେ ଦେ, ତୁ ଟିକେ ଫୁଲ ଦେ ନା, ଏମିତି ତା ସାଙ୍ଗରେ କଥା ହଉଛି। ଗଛ ଗୁଡା ସାଙ୍ଗରେ ସେ କଥା ହୁଅନ୍ତି, ପ୍ରତ୍ୟେକଟି ଗଛ ସାଙ୍ଗରେ ସେ କଥା ହୁଅନ୍ତି। ଏମିତି ଭାବରେ ଖାଇବା ପିଇବା ସବୁ ଭୁଲି ଯାଆନ୍ତି। ପରବର୍ତ୍ତୀ ସମୟରେ ସେ ନୋବେଲ ପୁରସ୍କାର ପାଇଥିଲେ ଏଠାରେ। ତାଙ୍କ ସ୍ତ୍ରୀ ଦେଖିଲେ ଏ ତ ସ୍ୱାଭାବିକ ଅବସ୍ଥାରେ ନାହିଁ, ଗଛ ଗୁଡା ସାଙ୍ଗରେ କଥା ହଉଛି। ଦିନେ ଦେଖିଲେ ତାଙ୍କର ସ୍ତ୍ରୀକୁ ଆସିକି ହାତ ଧରିକି ଡାକି ନେଇ କହିଲେ, ଆସ ଆସ ଆସ, ଦେଖିବା ଆସ, ମୁଁ ଏଇ ଗଛଟାକୁ ବହୁତ ପ୍ରାର୍ଥନା କରୁଥିଲି, ଅନୁରୋଧ କରୁଥିଲି, ତାପରେ ସେ ଗୋଟେ ଫୁଲ ଦେଲା, ଏଇ ଦେଖ କେମିତି ଫୁଲ ଫୁଟିଛି। ତ ସିଏ ଜଗଦୀଶ ବୋଷ ଯୋଉ ସ୍ତରରେ ଥିଲେ, ସେ ଗଛ ସହିତ ସମ୍ପୃକ୍ତ ହେଇକି ଗଛର ଭାଷା ବୁଝୁଥିଲେ, ପ୍ରତ୍ୟେକଟି ଭାଷାକୁ ସେ ବୁଝିଥିଲେ। ଚରକ ସୁଶ୍ରୁତ କଥା ଆମେ ଜାଣୁ, ଚରକ ସଂହିତା, ସୁଶ୍ରୁତ ସଂହିତା ଯୋଉ ଅଛି ବେଦରେ, ଯେତେ ଗଛ ପତ୍ର ଅଛି ଭାରତବର୍ଷରେ, ପ୍ରତ୍ୟେକଟି ଗଛର କଥା ସେ କହିଛନ୍ତି। ଏବଂ ସେ ମନ୍ତ୍ର ଗୁଡା, ମୁଁ ବି ସେ ବହି ଗୋଟେ ଆଣିଥିଲି, ପଢିଥିଲି, ସେ ଯୋଉ ଗଛ ଗୁଡା କୁହନ୍ତି ତାର ଔଷଧି ଗୁଣ କଣ, ତାର କ୍ୟାରେକ୍ଟରିଷ୍ଟିକ୍ସ କଣ, ଏମିତି ଭାଷାରେ କହିଥିଲେ ଏବଂ ଏତେ ଶ୍ଲୋକ ଗୁଡାକ କହିଥିଲେ ଏତେ ସୁନ୍ଦର ଭାବରେ, ମନେ ହୁଏ ଯେମିତି ମୁଁ ଗୋଟେ କବିତା ପଢୁଛି, ଗୋଟେ ନୋଭେଲ ପଢୁଛି। ତ ଯୋଉ ପ୍ରଶ୍ନ ହେଲା ଯେ ସାରା ଜୀବନରେ ଆମେ 2-3ଟା କି 4ଟା ଗଛ ଗବେଷଣା କରୁ କରୁ ମଣିଷ ବୁଢା ହେଇଯାଏ, ତାହେଲେ ଏମାନେ କେମିତି ଏତେ କଥା କହିଲେ? ସେଠୁ ସମସ୍ତେ କହିଲେ, ଏମାନେ ଯେତେବେଳେ ଯୋଉ ଗଛଟା କଥା କହୁଥିଲେ, ସେଇ ଗଛଟା ତଳେ ଯାଇକିରି ତାକୁ ପ୍ରଣାମ କରି ବସୁଥିଲେ ଏବଂ କହୁଥିଲେ ଯେ ତୁ ତୋର ସ୍ୱରୂପ ଟା ମୋ ପାଖରେ ଉଦ୍ଘାଟନ କରିଦେ, ମୋର ସାମର୍ଥ୍ୟ ନେଇ ତୋତେ ଚିହ୍ନିବା ପାଇଁ। ତ ଏଇ କଥାଟା ଯେତେବେଳେ ସେ କହୁଥିଲେ, ସେ ଗଛଟା ତାଙ୍କର ଭାବ ଜଗତରେ ଉଦ୍ଭାସିତ ହେଇଯାଉଥିଲା, ମାନସ ଚକ୍ଷୁରେ ଦେଖୁଥିଲେ ଏବଂ ସେ ପ୍ରକାଶିତ କରୁଥିଲା ତାର ସ୍ୱରୂପଟାକୁ, ତାର ସବୁ କିଛି ଗୁଣ ଗୁଡାକୁ ସେ ପ୍ରକାଶିତ କରୁଥିଲା। ଏ କେବଳ ମାତ୍ର ଲେଖିଥିଲେ। ସେଇଥିପାଇଁ କୁହାଯାଏ ବେଦ ଅପରୁଷ। ମଣିଷ ଯେତେବେଳେ ବେଦ ମନ୍ତ୍ର ଗୁଡାକ, ଆମେ ଖାଲି ମନ୍ତ୍ର କହୁ, ସେଟା ଗଣିତ, ମଣିଷ ଜୀବନରେ ଯୋଉ ଯୋଉ ଜିନିଷ ଗୁଡା ଦରକାର, ଧନୁର୍ବିଦ୍ୟା, ଗଣିତ ଆଉ ଫିଜିକ୍ସ, ମ୍ୟାଥମେଟିକ୍ସ, ସବୁ କିଛି ତା ଭିତରେ ଅଛି। ସେଗୁଡା ଆସୁଥିଲା କେମିତି ନା, ଦେଖିବେ ପ୍ରତ୍ୟେକ ବେଦର ଗୋଟେ ମନ୍ତ୍ର ଅଛି। ସେଇ ମନ୍ତ୍ରଟାକୁ ଯିଏ ଯୋଉ ବେଦବିତ୍ ଯୋଉ ବିଷୟରେ ଗବେଷଣା କରୁଥିଲେ, ସେଇ ବିଷୟରେ ତନ୍ମୟ ହେଇଯାଉଥିଲେ, ନିଜକୁ ଭୁଲି ଯାଉଥିଲେ ଏବଂ ପ୍ରାର୍ଥନା କରୁଥିଲେ, ଅନ୍ତର୍ମୁଖୀ ହେଇଯାଉଥିଲେ। ବାହାରର କଥା ସେତେବେଳେ କିଛି ବି ଥିଲାନି, ସେ ପୁରାପୁରି ନିମଜ୍ଜିତ ହେଇଯାଇଥିଲେ। ସେଇ ସମୟରେ ଯୋଉ କଥା ଗୁଡାକ ବାହାରି ଆସୁଥିଲା, ସେଗୁଡାକ ସେ କେବଳ ଲେଖି ଦେଇଥିଲେ ବା ଲୋକମାନେ ଶୁଣିକି ସେଗୁଡାକ ଲେଖୁଥିଲେ। ତେଣୁ ସେ ସେତେବେଳେ ଗୋଟେ ବିରାଟ ଭାବ ଜଗତରେ ବଞ୍ଚିଥିଲେ। ଥରେ ରବୀନ୍ଦ୍ରନାଥଙ୍କର ଆମେ ଜାଣିଛୁ, ସେ ନୋବେଲ ପୁରସ୍କାର ପାଇଥିଲେ, ତାଙ୍କ ଯୋଉ ଇଏ ବଙ୍ଗଳା କବିତାଟା ଇଂରାଜୀ ଟ୍ରାନ୍ସଲେସନ କରିଥିଲେ। ସେ କେମିତି କରନ୍ତି, କବିତାଟା କେମିତି ଆସେ? କବିତା ତ ପ୍ରତ୍ୟେକ ମଣିଷକୁ ଆସେନି। କବିତା ଫୁଲଟାକୁ ଦେଖିଲେ ଆମେ କିଛି ସମୟ ଦେଖୁ, ଶୁଙ୍ଘିକି ଫିଙ୍ଗି ଦଉ, କିନ୍ତୁ କବି ଯେତେବେଳେ ସେ ଫୁଲଟାକୁ ଦେଖେ, ତାର କବିତା ଏଭଳି ହୁଏ ଯେ ସେଇ କବିତାଟା ପଢିଲେ ମଣିଷ ମୁଗ୍ଧ ହେଇଯାଏ। ଜଣେ ନାଟକାର, ନାଟକ ଆମେ ଯାତ୍ରା ଦେଖୁଛୁ, ସେ ଯାତ୍ରା ଆମେ କାହିଁକି ଦେଖୁ? ତା ଭିତରେ ଭାବ ସୃଷ୍ଟି ହୁଏ, ଆମେ କାନ୍ଦି ପକଉ, ଆମେ ଜୀବନର ସ୍ୱରୂପଟାକୁ ବୁଝୁ। କିନ୍ତୁ ଯିଏ ନାଟକାର, ଯିଏ ନାଟକଟା ଲେଖିଛି ଆଉ ଯିଏ ନାଟକଟା ଅଭିନୟ କରେ, ସେତେବେଳେ ଯିଏ ଅଭିନୟ କରେ, ସେ ନିଜକୁ ସେଇ ପାତ୍ରରେ ସଂଯୁକ୍ତ କରେ। ସେ ସେତେବେଳେ ଭାବେ, ଯୋଉ ନାଟକରେ ହିରୋ ହେଇଛି, ସେ ସେତେବେଳେ ନିଜକୁ ହିରୋ ଭାବି ନିଏ। ଆଉ ଯିଏ ନାଟକଟା ପ୍ରଥମେ ଲେଖିଥିଲେ, ଯେତେବେଳେ ସେ ଲେଖୁଥିଲେ, ସେତେବେଳେ ସେ ଗୋଟେ ଭାବର ଜଗତରେ ଥିଲେ, ବସ୍ତୁ ଜଗତର ବହୁତ ଉର୍ଦ୍ଧ୍ୱରେ ଥିଲେ। ତେଣୁ ମଣିଷ ବସ୍ତୁ ଜଗତର ଉର୍ଦ୍ଧ୍ୱରେ ଥାଏ, ବୃତ୍ତି ପ୍ରବୃତ୍ତିର ଉର୍ଦ୍ଧ୍ୱକୁ ଯେତେବେଳେ ଯାଏ, ଯେତେବେଳେ ସେ ଅନ୍ତର୍ମୁଖୀ ହୁଏ,
ସେତେବେଳେ ସେଇ ଭାବ ଜଗତରେ ପ୍ରବେଶ କରେ। ଆମେ ଜାଣୁ ଯେ ମାଧ୍ୟାକର୍ଷଣ ଶକ୍ତି ବିଷୟରେ ଯେତେବେଳେ ଆବିଷ୍କାର ହେଲା, ସୁନା ଆଉ ରୂପା, ୟୁରେକା କହୁଛନ୍ତି ଯେ ସାଇଣ୍ଟିଷ୍ଟ, ଯେ ସୁନା ଗୋଟେ ରଜା କହିଲେ ୟା ଭିତରେ ତମ୍ବା ଅଛି, ସୁନା ଅଛି, କେତେ ଭାଗ ସୁନା ଅଛି କେତେ ଭାଗ ରୂପା ଅଛି ଏଇଟାକୁ ସେ କହିଲେ। ତ ସେ କେମିତି ଏଟାକୁ ଆବିଷ୍କାର କରିବେ? ସବୁବେଳେ ଚିନ୍ତାରେ ରହିଲେ, ଖାଇବା ପିଇବା ପୁରା ଭୁଲିଗଲେ। ଭୁଲି ଯାଇକିରି ହଠାତ୍ ଦିନେ ତାଙ୍କ ଭିତରେ ସେ ଥ୍ୟୋରୀଟି ଆସିଗଲା। ସେ ସେତେବେଳେ ବାଥରୁମରେ ଗାଧୁଥିଲେ, ଗାଧୁ ଗାଧୁ ସେ ଭୁଲିଗଲେ, ୟୁରେକା ଆସିଗଲା ବୋଲି ଚିତ୍କାର କଲେ। ଚିତ୍କାର କରିକି ସେ ବଙ୍ଗଳାଟା ଉଲଗ୍ନ ଅବସ୍ଥାରେ ବାହାରି ଚାଲିଗଲେ। ଯେତେବେଳେ ମଣିଷ ଉଲଗ୍ନ ହେଇଯାଏ, ଯେତେବେଳେ ବସ୍ତୁ ଜଗତରୁ ପୁରାପୁରି ସେ ନିଜକୁ ବିଚ୍ଛିନ୍ନ କରି ଅନ୍ତର୍ଜଗତରେ ପ୍ରବେଶ କରେ, ଏବଂ ସେତେବେଳେ ହିଁ ସେ ସତ୍ୟଟା ଉଦ୍ଘାସିତ ହୁଏ। ତେଣୁ ଏଇ ଭାବ ଜଗତଟା ହେଲା ମଣିଷ ସବୁଠାରୁ ବଡ, ଭାବ ଜଗତଟା ହେଲା ସବୁଠାରୁ ବଡ। ତ ଏଇ ଜଗତରେ ପ୍ରବେଶ କରିବା ହଉଛି ମଣିଷର ପ୍ରବେଶ କରେ, ସେତେବେଳେ ତାର ବାକ୍ୟ ତାର ଆଚରଣ ସବୁ କିଛି ଦେବତୀରୁ ରହିଯାଏ। ସେତେବେଳେ ତାର ଯୋଉ ଭାଷା ସେ କୁହେ ସତ୍ୟ ହେଇଯାଏ, ସେ ଯୋଉଟା କୁହେ ସେଟା ମହାସତ୍ୟରେ ପରିଣତ ହୁଏ। ଗୋଟେ ଯୋଉ ଆମେ ଗୋଟେ ବହି ଅଛି, ସେ ବହିଟା ମାନେ ବିଶ୍ଵ ପ୍ରସିଦ୍ଧ ବହିଟା ହଉଛି ଦି ରିସାରେକ୍ସନ। ତ ସେଇ ବହିରେ ଯେ ଲେଖକ, ସେ ତ ବହୁତ ଧନୀ ବ୍ୟକ୍ତି, ରାସିଆରେ ଜଣେ ଧନୀ ବ୍ୟକ୍ତି। ତ ସେ ସବୁବେଳେ ତାଙ୍କର ବହୁତ ବହି ପୁସ୍ତକ ଅଛି। ତ ଯେତେବେଳେ ଯେଉଁ ବହିଟା ସେ ଲେଖନ୍ତି, ସେମାନେ ସେଇ ପରିସ୍ଥିତିରେ ଯାଆନ୍ତି, ଦେଖନ୍ତି। ତ ଜଣେ ସେ ଲେଖିଛନ୍ତି ରିସାରେକ୍ସନ ବହିଟା। ସେ ବହିଟାରେ ନାୟକ କଣ କରୁଛି ନା, ସେଠି ଗୋଟେ ବିଖ୍ୟାତ ନଦୀ ଅଛି ଭଲଗା, ରାସିଆର ବିଖ୍ୟାତ ନଦୀ 7ଟା ଦେଶ ଦେଇକି ପ୍ରବାହିତ ହଉଛି, ଭଲଗା ନଦୀ। ସେ ଭଲଗା ନଦୀରେ ଆମର ହାଓଡ ପୋଲ ଭଳି ସେମିତି ଗୋଟେ ପୋଲ ଅଛି। ସେ ପୋଲଟା ବିରାଟ ପୋଲ, ଆଉ ସେଇ ପୋଲରୁ ତାର ନାୟକଟା ଡିଆ ମାରିକି ତଳେ ପଡିକିରି ନଦୀରେ ପଡିକି ସେ ଆତ୍ମହତ୍ୟା କରିବ। ଏଇ ସିନ୍ଟା ସେ ଲେଖିବେ। ତେଣୁ ସେଇ ସିନ୍ଟା ଯେତେବେଳେ ଲେଖିବାକୁ ଗଲେ, ସେ ଭଲଗା ନଦୀକୁ ଗଲେ। ଦିନ ବେଳେ ଛାଡ ଥାଏ, ରାତି ହେଲେ ସବୁ ଦୁଇଆଡେ ପୁଲିସ ଜଗେ। ତ ଏ ଯାଇଛନ୍ତି, ଯାଇକି ସେ ଭଲଗା ନଦୀ ପୋଲ ଉପରେ ଉଠି ଯାଇଛନ୍ତି। ପୋଲ ଗୁଡାରେ ଉଠିଛନ୍ତି, ହଠାତ୍ ଆସିକି ପୁଲିସ ଦେଖିଲା। ପୁଲିସ ଦେଖି ତାକୁ ବାନ୍ଧି ନେଇ ଚାଲିଗଲା। କହିଲାରେ ତୁ ଏଠି କାହିଁକି କହୁଥିଲୁ? ସେ କହୁନାହାନ୍ତି। ସେ କେବଳ କହିଲେ ବଞ୍ଚେଇ ପାରିଲିନି। ଗୋଟିଏ କଥା, ସେ ହୋସରେ ନଥାନ୍ତି ସେତେବେଳେ। ତ ତାକୁ ଥାନା ଧରିକି ନେଇଗଲେ, ତାକୁ ଥାନାକୁ ଯେତେବେଳେ ଦେଇଗଲେ, ଦାରୋଗା କହିଲେ ଆଜ୍ଞା ଏଇ ଲୋକଟା ଇଏ ସନ୍ତ୍ରାସବାଦୀ ଯାଇକି ପୋଲ ଉଡେଇବ, ସେଥିପାଇଁ ପୋଲ ଉପରେ ଚଢୁଥିଲା। ପୋଲ ଉପରେ ତ କେହି ଚଢନ୍ତି ନାହିଁ। ତ ସେ ସେତେବେଳେ କହୁଛନ୍ତି, ଦାରୋଗା ତାକୁ ଧମକଉଛନ୍ତି, କହିଲେ ବହୁତ ଚେଷ୍ଟା କଲି କିନ୍ତୁ ବଞ୍ଚେଇ ପାରିଲିନି। କହିଲା ମଣିଷ ମାରି ଦେଇଥିବ। ସେଠୁ ବହୁତ ଯେତେବେଳେ ଟିକେ ହୋସ ଆସିଲା, କହିଲା ଓହୋ, ମୁଁ ସେଠି ଚଢିଥିଲି, ମୁଁ ଗୋଟେ ବହି ଲେଖୁଛି, ତା ନାୟକଟା ସେଇଠୁ ଡିଆଁ ମାରିକି ପଡିବ। ସେତେବେଳେ ସେମାନେ ଆଶ୍ଚର୍ଯ୍ୟ ହେଇଗଲେ, କହିଲେ ଏତେ ଗାଳି ଦେଲେ, ଏତେ ଧମକେଇଲେ, କିନ୍ତୁ ସେ ସେତେବେଳେ କହୁଛନ୍ତି ବହୁତ ଚେଷ୍ଟା କଲି ତାକୁ ବଞ୍ଚେଇବା ପାଇଁ, ବଞ୍ଚେଇ ପାରିଲେନି। ଅର୍ଥାତ୍ ନାୟକ ସେ ପୁରା ଡିଆଁ ମାରିଲା। ତ ବାସ୍ତବ ଭାବରେ ସେ ସେଠି ଯାଇକି ଥିଲେ। ତାଙ୍କ ସେ ବହିଟା ବିଶ୍ୱବିଖ୍ୟାତ ବହି ରିସାରେକ୍ସନ। ତେଣୁ ଯେତେ ଗ୍ରନ୍ଥ ଆସିଛି, ଯେତେ କବିତା, ଯେତେ ବେଦ, ଯେତେ ଯାହା କିଛି ଅଛି, ଯେତେ ବୈଜ୍ଞାନିକ ଆବିଷ୍କାର, ସବୁ ଉଚ୍ଚ ଭାବଭୂମିରୁ ଆସିଛି। ତେଣୁ ଯେତେବେଳେ ଆରମ୍ଭିକ ଆବିଷ୍କାର ହେଲା, ସେତେବେଳେ କଣ ହେଲା ନା, ଆଇନଷ୍ଟାଇନକୁ ତାକୁ ମାରିବା ପାଇଁ ଚେଷ୍ଟା କଲେ, ଇହୁଦୀ ଭାବିକି ସେ ପଳେଇଲେ। ସେ ଯାଇକି ଆମେରିକାରେ ଯାଇକି ଶରଣ ନେଲେ, ଏବଂ ଆମେରିକା ସରକାରକୁ କହିଲେ ଯେ ମୁଁ ଗୋଟେ ଏମିତି ଜିନିଷ ଆବିଷ୍କାର କରିବି, ଆଣବିକ ଶକ୍ତି ଆବିଷ୍କାର କରିବି। ଆଉ ସେ ବହୁତ କଥା ବୁଝେଇଲେ, ଥ୍ୟୋରୀ ଲୋକ ଗଲେ ପାଗଳ ହେଇଗଲାଣି। ଏଇ ଇଲେକ୍ଟ୍ରନ, ପ୍ରୋଟନ, ନ୍ୟୁଟ୍ରନ କଥା କହିଲେ ଯେତେବେଳେ କେହି ସେତେବେଳେ ବୁଝିପାରିଲେନି। ସେଇଠୁ ସେ କହିଲେ ମତେ ଟିକେ ସୁଯୋଗ ଦିଅନ୍ତୁ। ନା କି ଦରକାର ତୋର କହ? ନା 90 କୁଇଣ୍ଟାଲ ରୂପା ଦରକାର। କହିଲା 90 କୁଇଣ୍ଟାଲ ରୂପା ଦରକାର? ସେଇଠୁ କହିଲେ ହଉ ଦେଖାଯାଉ କି ହଉଛି, କି ଆବିଷ୍କାର କରିବୁ। ଯଦି ମୁଁ ସକ୍ସେସଫୁଲ ହେଇଯାଏ, ପୃଥିବୀର ପୁରା ଶସ୍ୟ ଶ୍ୟାମଳ ହେଇଯିବ। ସେଠୁ ମାନହାଟନ ପ୍ରୋଜେକ୍ଟ ବୋଲି ଗୋଟେ ପାହାଡ ଉପରେ ପ୍ରୋଜେକ୍ଟ ତାଙ୍କ ପାଇଁ ତିଆରି କରାଗଲା।
ସବୁବେଳେ ବିଭୋର ହେଇକି ଥାନ୍ତି। ଦିନ ବଗିଚାରେ ବୁଲୁଛନ୍ତି, ବୁଲୁ 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 ସେଇ ଛେଉରୀଟା ଭାବୁଛନ୍ତି ଠିକ ଆସିଯାଇଛି, ଗୋଟେ ଇଟାରେ ଝୁଣ୍ଟି ପଡିଲେ, ଆଉ ପଡିକି ତାଙ୍କର ହାତଟା ଭାଙ୍ଗିଗଲା। କିନ୍ତୁ ସେ ସେମିତି ବେହୋସ ଅବସ୍ଥାରେ ଅଛନ୍ତି। ଏଇ ସମୟରେ ଗୋଟେ ଲୋକଟା ଆସିକି କହିଲା, ହେ ପଡି ଯାଇଛନ୍ତି, ମିରିଗି ହେଇଛି କି, ଏମିତି ଭାବିଲା କି କିଏ ହେଲା, ମଥା ବୁଲେଇ ଦେଲା, ଉଠେଇଲା। ଯେମିତି ଉଠେଇ ଦେଲେ ସେତେବେଳେ କହିଲେ, ସେ କହିଲେ କାହିଁକି ତୁ ମତେ ଉଠେଇଲୁ? ନା ଆପଣ ପଡି ଯାଇଥିଲେ। ନା ମୁଁ ପଡି ଯାଇଥିଲି, ତୋର କି କଣ କଣ ଗଲା? ଅର୍ଥାତ୍ ସେ ସେତେବେଳେ ସେ ଥେଓରିଟା ପାଖକୁ ପହଞ୍ଚି ଯାଇଛନ୍ତି, ଆଉ ଅଳ୍ପ ସମୟ ପରେ ଥେଓରିଟା ତାଙ୍କ ପାଖରେ ଉଦ୍ଭାସିତ ହବ, ଏଇ ସମୟ ସେ ଡିଷ୍ଟର୍ବ ହେଇଗଲା। ତେଣୁ ଯେତେ ଯାହା କିଛି ଆବିଷ୍କାର, ଏଇ ଯୋଉ ଆଣବିକ ଆଟମିକ ଏନର୍ଜି କଥା ଆମେ କହୁଛୁ, ସେ ଆଟମିକ ଏନର୍ଜି କଥା କହିବା ପାଇଁ ତାଙ୍କୁ ବହୁତ ଗାଳି, ଜୋତାର ମାଳ ତାକୁ ପିନ୍ଧେଇଛନ୍ତି, କିନ୍ତୁ ସେ ସବୁବେଳେ କାହାରି କଥା ଭାବି ନାହାନ୍ତି, କେବଳ ତାହାରି କଥା କୁହନ୍ତି। ମୁଁ ଯୋଉ ଦିନଟା ଆବିଷ୍କାର କରିବି, ପୃଥିବୀରୁ ରୋଗ ସବୁ ଦୂର ହେଇଯିବ, କେହି ତାଙ୍କର କଥା ମାନନ୍ତି ନାହିଁ। ଯୋଉ ଇଲେକ୍ଟ୍ରିସିଟି ଆମେ ଦେଖୁଛୁ, ଥମସ ଆଲଭା ଏଡିସନ ପାଗଳ କୁହନ୍ତି ତାକୁ। ଯେ ସେ ରାସ୍ତାରେ ଯାଉଛନ୍ତି, ଗୋଟେ ଚପଲ ବା ଚପଲଟା ଡାହାଣ କରୁଛନ୍ତି, ଆଉ ଗୋଟେ ଫୁଲ ଜୋତାଟା ପିନ୍ଧିକି ଯାଉଛନ୍ତି, ସବୁବେଳେ ଭାବୁଛନ୍ତି ଇଲେକ୍ଟ୍ରିସିଟି ବିଷୟରେ ଭାବୁଛନ୍ତି। ତ ସେଇଠୁ ଲୋକମାନେ ପାଗଳ ପାଗଳ କହିଲେ ତାକୁ ପଛରେ ସେ କିଛି ଭାବନ୍ତି ନାହିଁ, ଚିନ୍ତା କରିକି ଚାଲିଛନ୍ତି। ତ ତାଙ୍କୁ କେହି ଘର ଭଡା ଦିଅନ୍ତିନି। କିଛି ଦିନ ପରେ ଦେଖାଗଲା ସେ ସବୁ ଇଲେକ୍ଟ୍ରିକ ସବୁ ଏ ବିଭିନ୍ନ ପ୍ରକାର ଇଲେକ୍ଟ୍ରିସିଟି ଆବିଷ୍କାର କରିବେ ବୋଲି ଚିନ୍ତା କରନ୍ତି, କୁହନ୍ତି ନା ନିଆଁ ବି ଲାଗିଥାଏ, 14ଟା ଘର ସେ ମାନେ ମାଲିକ ତାକୁ ଭୋଗେଇ ଦିଅନ୍ତି। ଶେଷରେ ଦିନେ ରାତିରେ ଶୋଇଛନ୍ତି, କରିଦେଲା ପରେ ମୋର ଅଡିଓ ଅଫ୍ ହେଇଛି। ହଁ ଅନ୍ କୁହନ୍ତୁ, କୁହନ୍ତୁ କୁହନ୍ତୁ ଭଗବାନ ଦା କୁହନ୍ତୁ। ଅଡିଓ ପୁଣି ଅଫ୍ ହେଇଗଲା, ଅନ୍ କରନ୍ତୁ, ଅଡିଓ ଅନ୍ କରନ୍ତୁ। ହ୍ୟାଲୋ, ହଁ ଶୁଭିଲା ଶୁଭିଲା, କୁହନ୍ତୁ। ଏଟା ସମାପ୍ତ କରିଦେଉଛି ସୁଭାଷ ଭାଇ। ହଁ ତ ସେଇ କୁହନ୍ତୁ। ସମୟରେ ହଁ ଏଇ ଯେତେ ପୃଥିବୀରେ ଯେତେ ସବୁ ଆବିଷ୍କାର ହେଇଛି, ସବୁ କିଛି ମଣିଷ ଏଇ ଭାବ ଅବସ୍ଥାରେ ଯେତେବେଳେ ପହଞ୍ଚିଛି, ସେଇ ସମୟରେ ଯେ କି ସେ ସତ୍ୟ ଉଦ୍ଭାସିତ କରୁଛି। ତେଣୁ ଶ୍ରୀ ଠାକୁର କୁହନ୍ତି ସବୁବେଳେ ଭାବ ମୁଖୀ ରହିବ। ଭାବ, ଯାର ଭାବ ଯେତେ ଉଚ୍ଚ, ତାର ଜୀବନ ସେତେ ଉଚ୍ଚ ହୁଏ। ତାର କଥାରେ ବାର୍ତ୍ତାରେ ସେ ଯୋଉ କଥାଟା କୁହେ ସେ କବିତା ହେଇଯାଏ। ପ୍ରତ୍ୟେକ ଜିନିଷରେ ସେ ସୌନ୍ଦର୍ଯ୍ୟ ଦେଖେ, ପ୍ରତ୍ୟେକ ଜିନିଷ ଭିତରେ ସେ ଆଉ ଗୋଟେ ସତ୍ୟକୁ ସେ ଆବିଷ୍କାର କରେ। ତେଣୁ ଯେତେବେଳେ ସେ ସେମିତି ହେଇଯାଏ, ଚାଇଲ୍ଡ ଲାଇକ୍ ସିମ୍ପ୍ଲିସିଟି ତାକୁ କୁହାଯାଏ। ପ୍ରତ୍ୟେକ ବସ୍ତୁ ଭିତରେ ସେ ଯେତେବେଳେ সেটাকে দেয়। ତେଣୁ ভাবেই থাকে হুয়ার আবেগ, ভাবেই জীবন পথ, ভাবেই আছে চলন বলন, ভাবেই বাক্যের পথ। তোর ভাবনাটা যেমতি হব, তোর কথাবার্তা সেমতি হব, তোর আচরণ সেমতি হব, তোর চালিচলন সেমতি হব, তোর দেহর তোর ଯୋଉ ବ୍ୟକ୍ତିତ୍ୱ, ସେ ବ୍ୟକ୍ତିତ୍ୱଟା ଗୋଟେ ଅନବଦ୍ୟ ହେଇକି ସେଟା ଦେଖାଦବ ମଣିଷ ପାଖରେ। ଆଉ ଯେତେ ଦିନ ତୁ ବସ୍ତୁବାଦୀ ହେଇକି ରହିଥିବୁ, ତର୍କ, ମାନସିକତା, ଗଣିତିକ ହିସାବ, ବିଜ୍ଞାନ ନେଇକି ଚାଲିବୁ, ଏଗୁଡା ଦରକାର। କିନ୍ତୁ ମଣିଷ ଜୀବନ ଦରକାର ସବୁଥିରେ ଭାବ। ପ୍ରତ୍ୟେକଟି ଜିନିଷ ଭିତରେ ଗୋଟେ ଛୁଆକୁ ଦେଖିକିରି ଠାକୁର ଥରେ ବସିଛନ୍ତି। ତ ସମସ୍ତେ କଥା ହଉଛନ୍ତି, ବିଜ୍ଞାନ ଉପରେ ଆଲୋଚନା ହେଇଛି। କୃଷ୍ଣ ପ୍ରସନ୍ନ ଭଟ୍ଟାଚାର୍ଯ୍ୟ ବସିଛନ୍ତି, ଆଉ ଯତୀନ ଦାସ, ଏମିତି ସବୁ ଆଲୋଚନା ହଉଛି। ଏଇ ସମୟରେ ଗୋଟେ ଛୁଆଟି ତା ମା ପାଖରେ ବସିଛି। ଏ ଛୁଆଟି ଥରକୁଥାଏ, ଏପଟ ସେପଟ করে, ଏପଟ ସେପଟ করে, ତା ମା ତାକୁ ପୁଣି ଆଉ ଥରେ ଧରି ଆଣନ୍ତି, ତାକୁ ସେଇଟାକୁ ଅନେଇଛନ୍ତି, ଅନେଇଛନ୍ତି। ସେତେବେଳେ ସେ ଅନେଇକି ଖୁସି ହେଇଯାଇଛନ୍ତି ଛୁଆଟାକୁ। ଯେ କି କିଛି ସମୟ ପରେ ଯେତେବେଳେ କହିଲେ, ଠାକୁର ଆମେ যে ଆଲୋଚନା କରୁଥିଲୁ ଆପଣ ଶୁଣିଲେ, କହିଲେ ନାଇଁ ଏଇ ଛୁଆଟାକୁ ଦେଖିନାରେ। ଆଚ୍ଛା କହିଲ, କୋଉମାନେ ହାତ ଉଠାଅ, ମା ବାପର ମାଡ ଖାଇଛ କେହି? ସମସ୍ତେ କହିଲେ ହଁ ଆଜ୍ଞା ଆମେ ଟିକେ ମାଡ ଖାଇଛି। ଜଣେ କହିଲା ନାଇଁ ଆମେ ବେଶୀ ମାଡ ଖାଇନି। କହିଲେ ତୁ ଗୋଟେ ଅଭାଗା, ଯେ ମାର ସ୍ନେହ ପାଇନି, ବାପ ପାଖରୁ ମାଡ ଖାଇନି,
ମା ଯାକୁ ପିଟିନି ସେ ଜୀବନକୁ କେବେ ଉପଭୋଗ କରିପାରିବନି। ଠାକୁର ଖୁସି ହେଇଯାଉଛନ୍ତି ସେଇ ଛୁଆଟାକୁ ଦେଖିକି। ତେଣୁ ପ୍ରତ୍ୟେକ ଜିନିଷରେ ଠାକୁର ଖୁସି ହେଇଯାଆନ୍ତି। ଦିନେ ରମଣର ମା ବୋଲି ଜଣେ ମା ଅଛନ୍ତି, ସେ ସବୁବେଳେ ବକ୍ ବକ୍ କରନ୍ତି ବିଧବା ବାଲ୍ୟ ବିଧବା। ଯେତେବେଳେ ଠାକୁର ପାଖକୁ ଆସିବେ ଏକେବାରେ ତୁମୁଳ କାଣ୍ଡ କରିକି ଆସିବି, ପାଟି କରିକି ଆସିବି, ଭାରି ଝଗଡା ପଡି। ତ ଦିନେ ଆସିକିରି ହୋ ହଲ୍ଲା କରୁଛନ୍ତି, ଆଉ ଠାକୁର ଗୋଟେ ବିଶେଷ ମାନେ ଖୁବ ବଡ ଗବେଷଣା ଉପରେ ସବୁ ଆଲୋଚନା ଚାଲିଛି, ଧର୍ମ ଉପରେ ଆଲୋଚନା ଚାଲିଛି, ପରିବେଶ ବହୁତ ଭାବ ଗମ୍ଭୀର। এই ସମୟରେ ସେ ଆସିକି ପହଞ୍ଚି ଗଲା ହଲ୍ଲା କରିକି। ସମସ୍ତେ ବିରକ୍ତ ହଉଛନ୍ତି, ବିରକ୍ତ ହେଇକିରି ସେ ମୁସ୍କିଲ ହଉଛନ୍ତି ଯେ ଏଇ ସମୟରେ ଆସିକି ପହଞ୍ଚିଗଲା, ମାନେ ସମୟ ଜ୍ଞାନ ନାହିଁ, ଅସଭ୍ୟଟା ଏମିତି ଭାବୁଛନ୍ତି। ବିରକ୍ତ ହେଇକି ଜଣେ କଲା, ଏଇ তোর ଗୋଟେ ସମୟ ଜ୍ଞାନ ନାହିଁ, ଠାକୁର ସବୁ ଆଲୋଚନା କରିଛନ୍ତି, ତୁ ବୁଝିପାରୁନି। ଠାକୁର କହିଲେ রমণের মা কହୁଛନ୍ତି তোমার জন্য আমি বসে আছি, বঙ্গালী কହନ୍ତି ତୋ ପାଇଁ ମୁଁ ବସି ଅଛି, ଡେଲି ଅପେକ୍ଷା କରେ କେତେବେଳେ ଆସିବୁ, ତୋର ମୁହଁଟା ଟିକେ ଦେଖିବି। ତୁ ତ ମତେ ଭୁଲିଗଲୁ ପୁରା, ତୋର ଘର ହେଲା, ରେଡିଓ ହେଲା, ବାଡି ହେଲା, ଫୋନ ହେଲା, ସବୁ ହେଲା, ଆଉ କିଛି ମତେ ପଚାରିବୁ। ଏଇ ହଉଛନ୍ତି ଠାକୁରଙ୍କର। ଦେଖନ୍ତୁ ରମଣେର ମାକୁ ସମସ୍ତେ ମାନେ ରାଗୁଛନ୍ତି, କିନ୍ତୁ ସେଇଠୁ ରମଣେର ମା କଣ କଲା, ଯୋଉ ପାଟି କରୁଥିଲା, କହିଲା ଠାକୁର ଆପଣଙ୍କୁ କି ମୁଁ ଭୁଲି ପାରେ, ତେବେ ଛୁଆ ପିଲାର ସଂସାର ନେଇ তো ଅଛି, সেগুলা করতে হয়। କହିଲା ঠিক বলেছিস, ঠিক বলেছিস, ছেলে পুলের সংখ্যা দিকে ଗୋଟେ বাণী দেলে, গাড়ি বাড়ি রেডিও ফোন ধনী লোকের এই লক্ষণ। ମାନେ ଗାଡି ବାଡି ରେଡିଓ ଫୋନ ହେଇଗଲା ରମଣର ମା, ଧନୀ ହେଇଗଲା, ମତେ କାହିଁକି ପଚାରିବ। ନା ଠାକୁର, ମୁଁ ଆପଣଙ୍କୁ ହାତ ଯୋଡ କରୁଛି, ମୋର ରେଡି ଧନ ହେଇଛି, କିନ୍ତୁ ମୁଁ ଆପଣଙ୍କୁ କେବେ ଭୁଲି ପାରିବିନି। କହିଲା ଯାହା ଆମର ପରମ ଭାଗ୍ୟ, ତୋର ସୁଖ ସମୟରେ ମତେ ଅନ୍ତତଃ ମନେ ରଖିବୁ। এই হচ্ছেন শ্রী ঠাকুর। এই হচ্ছেন প্রত্যেকটি ব্যক্তি ভিতরে প্রত্যেক ସମସ୍ତେ ରାଗୁଛନ୍ତି, ପାଟି ଚିৎକାର କରିକି ଆସି ଠାକୁର କହିଲେ ରମଣେର ମାକୁ ଅନେକ ଦିନ ଦେଖି। ତ ଠାକୁର ଯେ ଯେତେବେଳେ ସେଇ ଭାବ ବାଣୀ କହୁଥିଲେ, ଠାକୁରଙ୍କର ବାଣୀ ଯେତେବେଳେ ସେ ଦିଅନ୍ତି, ସେତେବେଳେ କିଛି ସମୟ ପାଇଁ ନୀରବ ହେଇଯାଆନ୍ତି। ନୀରବ ହେଲା ପରେ ସେତେବେଳେ ହିଁ ମଣିଷ ପ୍ରକୃତ ତା ସ୍ୱରୂପ ବୁଝିଯାଏ। ତେଣୁ ଆମର ଭାବନାଟା ସବୁବେଳେ ଉଚ୍ଚ ହବ, ଆମର ଭାବନାଟା ଯେତେ ଉଦାର ହବ, ଆମର କଥାଟା ସେତେ କାବ୍ୟମୟ ହେଇଯିବ, ସେ କଥାଟା ସେତେ ମିଠା ହେଇଯିବ, ଆଚରଣଟା ସେତେ ଆକର୍ଷଣୀୟ ହେଇଯିବ। ଆଉ ସେ ଭାବ ଜଗତଟା ଆଜି ଆମ ପାଖରେ କାହାରି ପାଖରେ ନାହିଁ। ସେଇଥିପାଇଁ ସ୍ୱାମୀ ସ୍ତ୍ରୀ ଭିତରେ ଆପୋଷ ନାହିଁ, ସନ୍ତାନ ସନ୍ତତି ମାନେ ପିତା ମାତା ସହିତ ଠକ ବ୍ୟବହାର କରୁନାହାନ୍ତି, ସମାଜରେ ଆମର କେହି ନାହିଁ, କାରଣ ଆମର ଭାବର ଜଗତ ତ ନାହିଁ। ଯୋଉ ଜଗତରେ ପ୍ରେମ ଅଛି, ପ୍ରୀତି ଅଛି, শুভেচ্ছা ଅଛି, ଆନନ୍ଦ ଅଛି, ସମ୍ବର୍ଦ୍ଧନା ଅଛି, ସେଇଟା ହଉଛି ଭାବର ଜଗତ। ସେଇ ଭାବ ଜଗତରେ ଠାକୁର କହିଲେ ଭାବେ ରାଜା ହୁଏ ଚାକିରି। ଆଉ ଶ୍ରୀ ଶ୍ରୀ ରାମକୃଷ୍ଣ କହିଲେ প্রার্থনা, ঠাকুর কইলে যখন নাম করবি নামটাকে ভাবময় করে নিবি। আমি ধরন্তু নাম করছু, খালি রটুছু, কলা না, নামটাকে ভাবময় করবি, জীবনটাকে ভাবময় করবি, প্রত্যেক বস্তু ভিতরে যে ভাব আছে সেই ভাবটাকে জানিବାକୁ চেষ্টা করবি। তেଣୁ ଯେତେବେଳେ ଦେଖିବୁ তোর এই যে সমস্ত প্রকৃতি ତୋ ପାଖରେ ଦେବତ୍ୱ ହେଇକିରି ତୋ ପାଖରେ ମାନେ ଭଗବାନଙ୍କ ସ୍ୱରୂପ ହେଇକି ଛିଡା ହେବି, ପ୍ରତ୍ୟେକ ବସ୍ତୁ ଭିତରେ ସବୁ କିଛି ଖୋଜି ପାଇବି। ତେଣୁ ମୁଁ ତ ବକ୍ତବ୍ୟଟା ଠିକ କରିପାରିଲିନି, ଟିକେ ଥକି ଯାଇଥିଲି, ଗୋଟେ ବ୍ୟସ୍ତ କାମରେ ଥିଲି। ଯାହା ହଉ କହିବାର କଥା ହଉଛି, ଶେଷରେ ଗୋଟେ କଥା କୁହେ, ମଣିଷ ଯୋଉଟା ପ୍ରାର୍ଥନା ଆମେ ଯୋଉଟା କରୁ, ଭାବମୟ ହେଇକି ରଖୁ, ଯେତେବେଳେ ଆଖିରୁ ଅଶ୍ରୁ ବାହାରେ ସେତେବେଳେ ଦେଖିବେ ରାମକୃଷ୍ଣ କହିଲେ ଭାବ ହେଲେ ବାୟୁ ସ୍ଥିର ହେଇଯାଏ, ବାୟୁଟା ସ୍ଥିର ହେଇଯାଏ। ଯେତେବେଳେ ନାମ କରୁ, ଧ୍ୟାନ କରୁ, ଆବେଗରେ ଯେତେବେଳେ କାନ୍ଦିବାକୁ ଲାଗୁ, ଦେଖିବେ ଆମର ହୃଦସ୍ପନ୍ଦନଟା ବହୁତ ସ୍ଲୋ ହେଇଯାଏ, ବହୁତ ସ୍ଲୋ ହେଇଯାଏ, ଏବଂ ହାର୍ଟବିଟ୍ ସ୍ଲୋ ହେଇଯାଏ। ଆଉ ସେଇ ଯୋଉ ସ୍ଲୋ ହେଇଯାଏ, ୟା ଦ୍ୱାରା ଜୀବନଟା ମାନେ ରୋଗ ଗୁଡାକ, ବହୁତ ରୋଗ ବ୍ୟାଧି ଗୁଡାକ ଆପେ ଆପେ ଭଲ ହେଇଯାଏ ଏବଂ ଦୀର୍ଘଜୀବୀ ହୁଏ। ତେଣୁ ଯିଏ ଯେତେ ଧ୍ୟାନ କରେ, ଯିଏ ଯେତେ
ଆବେଗ ସହିତ ଯିଏ ଯେତେ ଆବେଗ ଥିବା ଦରକାର, ଭାବ ଥିବା ଦରକାର, ଭାବମୁଖୀ ଯିଏ ଯେତେ ହବ ତା ଜୀବନ ସେତେ ସୁଖମୟ ହବ, ଆନନ୍ଦମୟ ହେବ। ଏବଂ ସିଏ ଭାବମୁଖୀରୁ এই ସମଗ୍ର ବିଶ୍ୱରେ ଯାହା କିଛି ବାହାରିଛି ସବୁ କିଛି ଭାବମୁଖୀ ଅବସ୍ଥାରେ ବାହାରିଛି। ତ ସମସ୍ତେ ଖୁସିରେ ରୁହନ୍ତୁ, ଆନନ୍ଦରେ ରୁହନ୍ତୁ। ମୁଁ ତ ଠିକ ଭାବରେ ପ୍ରକାଶ କରିପାରିଲେନି, ଆଉ ଟିକେ ଡେରି ହେଇଗଲା। ସୁଭାଷ ଭାଇ ମତେ କ୍ଷମା କରିବେ, ଗୋଟେ ବିରାଟ ପ୍ରୋଗ୍ରାମ ହଠାତ୍ ହେଇଗଲା, ବାଧ୍ୟ ହେଇକି ମୁଁ ଗଲି। ସମସ୍ତଙ୍କୁ ମୋର ହାତ ଦେଇ ଜୟ ଗୁରୁ, କିଛି ଶୁଭେଚ୍ଛା। ଜୟ ଗୁରୁ ଦାଦା। ଜୟ ଗୁରୁ, ବହୁତ ବହୁତ ଧନ୍ୟବାଦ।